ନୂଆପଡ଼ା ଜିଲ୍ଲା ଲଖନା ଥାନା ପଟକରପାଲି ଗାଁରୁ ଆସିଛି ଅଭାବନୀୟ ଘଟଣା। କୁକୁଡ଼ା ଫାର୍ମ ଦେଖିବାକୁ ଯାଇଥିଲେ ଶାଶୁ ବୋହୂ, ସାଙ୍ଗରେ ଥିଲା 8 ବର୍ଷର କୁନି ଝିଅ। ଲଗାଣ ବର୍ଷାରେ କାନ୍ଥର ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ଚାଲି ଯାଇଥିଲା 2 ଜୀବନ। ଅଳ୍ପକେ ବର୍ତ୍ତିଗଲା 8 ବର୍ଷର ଝିଅର ଜୀବନ। ମୃତକ 2 ଜଣ ହେଲେ ପଟକରପାଲି ଗାଁର 35 ବର୍ଷୀୟ ବାଲମତୀ ଶବର ଓ 61 ବର୍ଷୀୟ ରୂପେଶ ଶବର। ସେମାନେ ନିଜର ନିର୍ମାଣାଧୀନ କୁକୁଡ଼ା ଫାର୍ମ ଦେଖିବାକୁ ଯାଇଥିଲେ। କାନ୍ଥ ପାଖରେ ଠିଆ ହୋଇଥିବା ବେଳେ ହଠାତ୍ ଦୁହିଁଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଚାହୁଁ ଚାହୁଁ ଉଭୟ ଚାପି ହୋଇଯାଇଥିଲେ। ପାଖରେ କେହି କୁଆଡ଼େ ନଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।